ରାଣୀ ପଣ୍ଡାକୁ ବଳତ୍କାର କଲେ। ସିଏ ହେଇଗଲା ବେଶ୍ୟା, ହତର ଖାଇ, ନାରୀ ଜାତିର କଳଙ୍କ। ହେଲେ ଯୋଉମାନେ ରାଣୀ ପଣ୍ଡାକୁ ନାରୀ ଜାତିର କଳଙ୍କ ସଜେଇ ଦେଲେ ସେମାନେ ଠାକୁର ହେଇଗଲେ। ତାକୁ ତ ଏ ସମାଜ ପାଖଣ୍ଡ କଲାନି। ପେଟ ପାଇଁ ଅଧା ନଙ୍ଗଳା ହେଇ ମଞ୍ଚ ଉପରେ ରାଣୀ ପଣ୍ଡା ନାଚୁଛି ବୋଲି ସମସ୍ତେ ତାକୁ କହୁଛନ୍ତି ବେଶ୍ୟାଟାରେ, ନାଚ ବାଲିକା। ହେଲେ ଯୋଉ ବାବୁମାନେ ରାଣୀ ପଣ୍ଡାର ନାଚ ନାଚୁଛନ୍ତି, ହଜା ହଜା ଟଙ୍କାର ଟିକେଟ କାଟି ମଞ୍ଚ ତାକୁ ନାଚୁଛନ୍ତି, ଏଇ ରାଜଧାନୀର ପେଟରେ ଭୋକ ମାରିବାକୁ ରାଣୀ ପଣ୍ଡା ଯାହା ଘରେ ବାସନ ବାଜୁଥିଲା ସେଇ ଘରର ମାଲିକ ରାଣୀ ପଣ୍ଡାକୁ ଦର୍ଶନ କଲା। ମଉସା ତାକୁ ତ ତା ସ୍ତ୍ରୀ ଛାଡା ପତ୍ର ଦେଲାନି, ତାକୁ ତ ସମାଜ ପସନ୍ଦ କଲାନି। ଓ ସ୍ତ୍ରୀ ରେଖ ଦେଲେ ଅସନ୍ତି, ସ୍ୱାମୀ ରେଖ କଲେ ସତ୍ୟବାନ। ସବୁ ଜାଗାରେ ସେଇ ଗୋଟିଏ କଥା, ଘରେ ନମାକୁ ଯଦି ମୁଁ ପଡେ ନଷ୍ଟ କରି ସାଇ ପଡ଼ିଶା ବନ୍ଧୁ ବାନ୍ଧବ ସାରା ସମାଜ କହୁଛି ମୁଁ ପଡେ ବେଦ ବେଶ୍ୟା ରାଣ୍ଡି ଧନ୍ଦା ବାଣ୍ଡି। ଘର ମାଲିକ ଭଡ଼ା ଦଉଡ଼ି ମଉସା, ରାସ୍ତାରେ ଶୋଇଲେ ବେଶ୍ୟା, ପୁରୁଷ ବଦଳିଲେ ବାର ନାରୀ, ପ୍ରେମ କଲେ କାହାଣୀ। କହିପାରିଲେ ମଉସା, କହିପାରିଲେ ମତେ, ମୁଁ ଯଦି ଆପଣଙ୍କର